गधटीए पिठिरे जेतेबेले लुगार भार धरिकिरी लुगा सफा करिबा लोकटी नई कूलकु जाए सेतेबेले गध बाटरे देखे जे सेनापतिंकर घोड़ाटी कि सुंदर भाବରେ ଚାଲିଛି ଏବଂ ତା ଉପରେ ପଡ଼ିଥାଏ ସୁନ୍ଦର ଚାଦର ମଖମଲି ଚାଦର ପଡ଼ିଥାଏ ଏବଂ ତା ଉପରେ ଶୈଶ ବସିକି ତାକୁ ନେଇକିରି ଯାଉଥାଏ ଏବଂ ତାକୁ ଯୋଉ ଭଳି ଭାବରେ ଖାଦ୍ୟପେୟ ଦିଆଉଥାଏ ସେଥିରେ ମଧ୍ୟ ତାର ପେଟ ଜଳି ଯାଉଥାଏ ଯେ ମୁଁ କ'ଣ ଖାଉଛି ଆଉ ସେ ଘୋଡ଼ା କ'ଣ ଖାଉଛି। ତେଣୁ ତାଙ୍କୁ ବେଳେବେଳେ ହତାଶା ଏବଂ ଗ୍ଲାନିରେ ତା ମନ ଦୁଃଖରେ ଭରିଯାଏ। ସେ ଭାବେ ମୁଁ ଏମିତି ଘୋଡ଼ାଟିଏ ହେଇନଥାନ୍ତି, ଈଶ୍ୱର ମୋତେ କାହିଁକି ଏମିତି ଗଧ ଜନ୍ମ ଦେଲେ। ଏମିତି ଭାବିକିରି କିଛି ଦିନ ଭାବିଲା ପରେ ବାରମ୍ବାର ଯେତେବେଳେ ଦେଖିଲା ସେ ଘୋଡ଼ାକୁ ସେନାପତିଙ୍କ ଘୋଡ଼ାକୁ ଦେଖେ ଏବଂ ଯେତେବେଳେ ସେ ନଈ କୂଳକୁ ଯାଏ ତା ମନ ଭାରି ଦୁଃଖ ହେଇଯାଏ। ସେ ଭାବିଲା ଯେ ନାଇଁ ନାଇଁ ମୁଁ ଏ ଜୀବନ ଆଉ ରଖିବିନି, ମୁଁ ଆତ୍ମହତ୍ୟା କରିଦେବି, ନଦୀ ଭିତରେ ପଶିଯିବି। ଏବଂ ଦିନେ ଯେତେବେଳେ ଗଧର ମାଲିକ ଅନ୍ୟମନସ୍କ ଅଛି ସେତେବେଳେ ସେ ପଶିଯିବା ପାଇଁ ବାହାରିଲା ନଦୀ ଭିତରକୁ। ନଦୀ ଭିତରେ ଥିଲେ ଜଣେ ଜଳଦେବତା। ଜଳଦେବତା ବାହାରିକି ଆସିଲେ, କହିଲେ ଆରେ ବାବୁ ତୁ ଆତ୍ମହତ୍ୟା କରିବା ପାଇଁ କାହିଁକି ଯାଉଛୁ। ସେଇଠୁ ଗଧ କହିଲା, କହିଲେ ମୋର କି ହୀନ ଜୀବନ ଦେଖିଲେ, ସିଏ କେତେ ସୁନ୍ଦର ରହିଛି ସେନାପତିଙ୍କ ଘୋଡ଼ା ଆଉ ମୁଁ କେମିତି ରହିଛି, ସିଏ କେମିତି ଖାଦ୍ୟ ଖାଉଛି, ସିଏ କେମିତି ତା ଉପରେ ସବୁ ପଡ଼ିଛି, ଚଦର ପଡ଼ିଛି, କଣ୍ଠରେ ମାଳି ପଡ଼ିଛି ଏବଂ ସେ କେମିତି ଯାଉଛି ଆଉ ମୁଁ କେମିତି ରହିଛି। ସେ କହିଲେ ଠିକ୍ ଅଛି, ମନ ଦୁଃଖ କରେନି, ମୋ ପାଖରେ ଗୋଟେ ବର ଅଛି। ନା କ'ଣ ସେ ବର? ନା ସେ ବର ହେଉଛି ଯେ ଘୋଡ଼ାର ଆତ୍ମା ଯେଉଁ ଅଛି ଏବଂ ତୁମର ଯେଉଁ ଆତ୍ମା ଅଛି ସେ ଆତ୍ମାଟାକୁ ମୁଁ ଚାହିଁଲେ ବଦଳେଇ ଦେଇପାରିବି। ତୁମ ଆତ୍ମାକୁ ଘୋଡ଼ା ଭିତରେ ରଖିଦେବି, ଘୋଡ଼ାର ଆତ୍ମାକୁ ତୁମ ଭିତରେ ରଖିଦେବି। କହିଲେ ହଁ ହଁ ତାହେଲେ ତ ବଢ଼ିଆ ହବ। ସେଠୁ ସେ ଜଳଦେବତା ତଥାସ୍ତୁ କଲେ ଏବଂ ଘୋଡ଼ାର ଯେଉଁ ଆତ୍ମାକୁ ରଖିଦେଲେ ଗଧ ଦେହରେ, ଗଧର ଆତ୍ମାକୁ ରଖିଦେଲେ ଘୋଡ଼ା ଦେହରେ। ତାପରେ ଘୋଡ଼ା ଯେତେବେଳେ ସୁନ୍ଦର ଖାଦ୍ୟ ଖାଇଲା, ବଢ଼ିଆରେ ଚାଲିଲା, ତାକୁ ବହୁତ ଖୁସି ଲାଗିଲା। ଏମିତି ବେଶ କିଛି ଦିନ ଚାଲିଗଲା। କିଛି ଦିନ ଗଲା ପରେ ସେ ଆନନ୍ଦରେ ଥାଏ। କିଛି ଦିନ ଗଲା ପରେ ତାକୁ ବହୁତ ସୁନ୍ଦର ସଜାସଜି କରାଗଲା। ତାପରେ ସେନାପତି ଆସି ତା ଉପରେ ବସିଲେ। ସେଠୁ ବୁଝୁ ବୁଝୁ କ'ଣ ହେଲା ନା ସେ ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରକୁ ଯିବ, ଯୁଦ୍ଧ କରିବା ପାଇଁ ଯିବ। ସେଠୁ ତା ମନ ଭାଙ୍ଗିଗଲା, ସେ ଚମକିଗଲା। ସେ ପ୍ରକୃତରେ ଶୋଇ ଶୋଇ ସ୍ୱପ୍ନଟିଏ ଦେଖୁଥିଲା ଏବଂ ସ୍ୱପ୍ନ ଭାଙ୍ଗିଗଲା। ସେଇଠୁ ସେ ଭାବିଲା ଯେ ଆରେ 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 ସେ ସିନା ଭଲ ଖାଉଛି, ଭଲ ପିନ୍ଧୁଛି ଏବଂ ତାର ଥାଟ ମୁଁ ଦେଖୁଛି, ପ୍ରକୃତରେ ଇଏ କ୍ଷେତ୍ରକୁ ତ ଯିବାର ମୋର ଆଦୌ ବଳ ନାହିଁ କି ମୋର ଆତ୍ମବିଶ୍ୱାସ ନାହିଁ କି ମୁଁ ସେଇଭଳି ମୋର ସାହସ ମଧ୍ୟ ନାହିଁ। ତେଣୁକି ମୋତେ ଯାହା ଜନ୍ମ ଦେଇଛନ୍ତି ଈଶ୍ୱର, ଠିକ୍ ଜନ୍ମ ଦେଇଛନ୍ତି, ଘୋଡ଼ା ତା କାମ କରୁ ଏବଂ ମୁଁ ମୋ କାମ କରେ। ପୁଣି ଆଉ ଥରେ ସେ ଜଳଦେବତାଙ୍କ ପାଖକୁ ଗଲା ଏବଂ ଜଳଦେବତାଙ୍କୁ ପ୍ରାର୍ଥନା କଲା ଯେ ମୋର ଆତ୍ମା ବଦଳିଯିବ, ମୁଁ ଯେଉଁ ଗଧ ହେଇକି ଥିଲି ମୁଁ ଗଧ ହେଇକି ରହିବି, ଘୋଡ଼ା ତାର ଘୋଡ଼ା ହେଇକି ରହୁ।